ସ୍ତ୍ରୀଟି କଣ ପାଇଁ ସ୍ୱାମୀକୁ ଚିଟ୍ କରିଥାଏ? କିଛି ନା କିଛି ତ ରିଜନ ଥିବ ନା। ଗୋଟେ ଝିଅ ଯେତେବେଳେ ବାହା ହେଇ ତା ଶାଶୁଘରକୁ ଆସେ କିଛି ସ୍ୱପ୍ନ ନେଇ ମନରେ ଆସିଥାଏ। ମୋ ସ୍ୱାମୀ ଏଇ ଟାଇପର ହେଇଥିବ, ମତେ ଏମିତି ଭଲ ପାଇବ, ମତେ ଏମିତି ପ୍ରାୟୋରିଟି ଦବ, ବହୁତ କିଛି ସ୍ୱପ୍ନ ନେଇ ଗୋଟେ ଝିଅ ତା ଶାଶୁଘରକୁ ଆସିଥାଏ। କିନ୍ତୁ ତା ବଦଳରେ ତା ସ୍ୱାମୀ ପାଖରୁ ଅଲଗା କିଛି ପାଏ। ତା ସ୍ୱାମୀ ତାର ସବୁବେଳେ ଭୁଲ କାଢେ, ତାର ଛୋଟ ଛୋଟ ଦୋଷ ବାହାର କରିବା ଆରମ୍ଭ କରେ, ତା ଅତୀତରେ ପ୍ରେମିକ ସହିତ ତାକୁ କମ୍ପେୟାର କରେ, ତା ପ୍ରେମିକ କଥା ତାକୁ କହେ, ବା ଯାହାବି କିଛି ସ୍ୱାମୀ ସ୍ତ୍ରୀ ଭିତରେ କଥା ହେଲେ ବା ଝଗଡା ଲାଗିଲେ ବାହାରେ ତାକୁ ସେୟାର କରେ। ସେ ବାପା ମା ପାଖରେ ହଉ ବା ଭାଇ ଭାଉଜ ପାଖରେ ହଉ ବା ଯାହା ପାଖରେ ହଉ ସେୟାର କରେ। ତା ସହିତ ତାର ଯାହା ରୋଷେଇ କରିଥିବ ସେଥିରେ ବି ଦୋଷ ବାହାର କରେ। ପ୍ରଶଂସା ବଦଳରେ ସବୁବେଳେ ନିନ୍ଦା ଚାଲିଥାଏ। ପର ଝିଅଙ୍କ ପ୍ରତି ଦୁର୍ବଳତା ଥାଏ। ତ ସେ ଜାଗାରେ ଝିଅଟି କଣ କରିବ? ଅବଭିୟସଲି ସେ ବାହାରକୁ ଯିବ। ଯୋଉଟା ସ୍ୱାମୀ ପାଖରୁ ନ ପାଇଲା, ଆଶା ରଖିଲା ମୁଁ ବାହାରେ କାଳେ ପାଇଯିବି କି, ସେଇ ଆଶାରେ ସେ ଝିଅଟି ବାହାରକୁ ଯାଇଥାଏ ବା ବାହାରେ ଖୋଜିଥାଏ, ଥାର୍ଡ ପର୍ସନ ଏଣ୍ଟ୍ରି କରିଥାଏ। ସେଥିପାଇଁ ସେ ସମୟକୁ ଆସିବା ପାଇଁ ଦେବେନି କେବେ। ଗୋଟେ ଝିଅକୁ ବୁଝିବା ପାଇଁ ଚେଷ୍ଟା କରିବେ। ଆପଣ ସ୍ୱାମୀ ହେଇଛନ୍ତି, ସ୍ୱାମୀଙ୍କର ବି କିଛି କର୍ତ୍ତବ୍ୟ ଥାଏ। ସ୍ୱାମୀର ଅର୍ଥ ନୁହେଁ କେବଳ ଶୋଇବା। ସ୍ୱାମୀର କର୍ତ୍ତବ୍ୟ ସ୍ତ୍ରୀଟିର ମନ କଥା ବୁଝିବେ। ସ୍ତ୍ରୀ କଣ ଖୋଜେ ବା ସ୍ତ୍ରୀର ମନ କଣ ଚାହୁଁଛି ସେ ବିଷୟରେ ଚିନ୍ତା କରିବେ। ନା କି ତାକୁ ପୁରୁଣା କଥା, ପୁରୁଣା ପ୍ରେମିକ କଥା ତା ଆଗରେ କହିବେ, କମ୍ପେୟାର କରିବେ, ତାର ଭୁଲ କାଢିବେ, ଦୋଷ କାଢିବେ, ତାକୁ ଟାଇମ ଦେବେନି, ଆଭଏଡ କରିବେ, ଇଗ୍ନୋର କରିବେ। କେତେ ବା ସହିବ ଝିଅଟି? ଆଉ ସେଇମାନଙ୍କୁ ମୁଁ କହିବି ଯେ ଆପଣ ଯେ ଭାବୁଛନ୍ତି ଆଉ କୁଆଡେ ଗଲେ ଆମେ ଭଲରେ ରହିବା ବା ଆମକୁ ସ୍ୱାମୀ ପାଖରୁ ଯୋଉଟା ମିଳିଲାନି ସେଠି ମିଳିବ, ଏଟା ଆପଣଙ୍କର ପୁରାପୁରି ସମ୍ପୂର୍ଣ୍ଣ ଭୁଲ ଧାରଣା। ମୁଁ କୁହେ ବରଂ ଯୋଉ ଜାଗାରେ ଆସିକି ପହଞ୍ଚିଛନ୍ତି, ଯଦି ସ୍ୱାମୀ ସେସବୁ ନଦେଲା, ଯାହା ଇଚ୍ଛା କରିଥିଲେ ବା ଯାହା ଆଶା ଥିଲା, ତ ସେଇଠି ଷ୍ଟପେଜ କରନ୍ତୁ। ସେଇ ଟପିକକୁ ନୂଆ ଆରମ୍ଭ କରନ୍ତୁ, ନା କି ଆଉ ଗୋଟେ ଧରିକି ଯାଆନ୍ତୁ। ସ୍ୱାମୀ ଦେଲାନି ନା ତ ସାଇଡ। ପିଲାମାନେ ଅଛନ୍ତି, ଯଦି ମାଇଣ୍ଡ ଡିଷ୍ଟର୍ବ ହଉଛି ପଢାପଢି କର ବା ବହୁତ କିଛି କାମ ଅଛି, କାମ କର, ଟାଇମ ସ୍ପେଣ୍ଡ କର, ତା ସହିତ ଗଛ ଲଗାଅ, ଏମିତି କି ବହୁତ କିଛି ଅଛି, ବହୁତ କିଛି। ନା କି ସ୍ୱାମୀ ପ୍ୟାର ଦଉନି କହିକି ଆଉ କୁଆଡେ ଯାଇକି ଖୋଜିବା, ସେଟା ଭୁଲ ଧାରଣା। ଆଉ ଏଇଟା ଗୋଟେ ମନରେ ରଖିଥିବେ ଯେ ୟାଠାରୁ ଯଦି ସେ ଆହୁରି ଖରାପ ବାହାରେ ତ କଣ କରିବେ? ଅପମାନ ତ ଅପମାନ ପାଇଲେ, ଜଣଙ୍କ ପାଖରୁ ଗଲେ ଆଉ ଜଣଙ୍କ ପାଖକୁ, ଆଉ ଜଣେ ବି ସେଇଆ ବାହାରିଲା। ତ ସେଥିପାଇଁ ନିଜର ଇଜ୍ଜତକୁ ଜଗନ୍ତୁ। ଦୟାକରି ସେ ଭୁଲ କରନ୍ତୁନି। ଜଣେ କେହି ଭୁଲ କରୁଛନ୍ତି, ସମସ୍ତଙ୍କୁ